ଏବେ କଣ କହିଲି ସେଇଦିନ ଆସି କହିଥିଲି ଯୋଉଦିନ ଖବର ପାଇଲି ଜଣେ ଆଡଭୋକେଟ ବନ୍ଧୁ ଦିଲ୍ଲୀରୁ କହିଥିଲେ ସେଇଦିନ ଆସିଲି ବାରିପଦାରୁ ଫେରିଲା ଭିତରେ ଆସି ତରବରିଆ ଭାବେ ଯାଇ କହିଛି ସେଦିନ ବି କହୁଛେ ସେଦିନ ସେ ଜାଗା ନଥିଲା କହିବା ପାଇଁ ଏଇଟା ବି ସ୍ପଷ୍ଟ କରୁଛି କିନ୍ତୁ ଦେଖିଲି ଯେତେବେଳେ ଦଳର ଏ ପ୍ରକାର ଗୋଟେ ହଉଛି ନିଶ୍ଚିତ ଭାବରେ ଓଡ଼ିଶାବାସୀ ଏକଥା କ୍ଷମା ଦେବେନି ବିଜୁ ନବୀନ ନାଁରେ ଟ୍ରଷ୍ଟ ଏକଥା ଓଡ଼ିଶାବାସୀ କେବେ କ୍ଷମା ଦେବେନି ସେଇଥିପାଇଁ କହିଥିଲି ତେଣୁ ଯୋଉ ନିୟମ ପ୍ରଭାତ ବିଶ୍ୱାଳ ପାଇଁ ଲାଗୁ କରାଗଲା ବହିଷ୍କାର କରାଗଲା ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ପାଇଁ ଆପଣମାନଙ୍କ ଜରିଆରେ ଦଳର ସଭାପତିଙ୍କୁ ମୋର ନିବେଦନ ରହିବ ଅନ୍ତତଃ ପକ୍ଷେ ସେହି ନିୟମ ସନ୍ତୃପ୍ତ ମିଶ୍ରଙ୍କ ପାଇଁ ଲାଗୁ କରାଯାଉ ଏ ପ୍ରକାର ଯୋଉ ଚିନ୍ତାଧାରାର ବ୍ୟକ୍ତିତ୍ୱଙ୍କୁ ଦଳର ବିଭିନ୍ନ କର୍ମୀ ରାଜ୍ୟରେ ଅଛନ୍ତି ଦଳର ମଧ୍ୟ ଅର୍ଥ ରାଜ୍ୟରେ ବିଜୁ ଜନତା ଦଳର ବହୁତ କର୍ମୀ ରହିଛନ୍ତି ସେମାନଙ୍କର ଅର୍ଥ ଅଛନ୍ତି ମୋର ଦାବି ରହୁଛି ତାଙ୍କୁ ଦଳରୁ ମଧ୍ୟ ବହିଷ୍କାର କରାଯାଉ ଆପଣମାନଙ୍କ ମାଧ୍ୟମରେ ସଭାପତିଙ୍କୁ ମୋର ନିବେଦନ ସନ୍ତୃପ୍ତ ମିଶ୍ରଙ୍କୁ ଦଳରୁ ବହିଷ୍କାର କରାଯାଉ କୌଣସି ଜଣେ ବ୍ୟକ୍ତି ମତେ ଉସ୍କେଇକି କୌଣସି କଥା କରିବ ଏକଥା ସମ୍ଭବ ନୁହେଁ ଯେହେତୁ ଦଳ ପାଇଁ ବିଭିନ୍ନ ସମୟରେ ବହୁ କର୍ତ୍ତବ୍ୟ କରିଛୁ ଦୁଇ ଥର କାଲି ଆପଣମାନଙ୍କୁ କହିଛି 2000 ମସିହାରେ ଦଳରେ ମାନେ ଟିକେଟ ମିଳିଲା ନାହିଁ 48,000 ଭୋଟ ପାଇଲା ପରେ ମଧ୍ୟ 2004ରେ ଟିକେଟ ବି ମିଳିଲା ନାହିଁ ତେଣୁ 1997ରୁ ଦଳ ପାଇଁ କାର୍ଯ୍ୟକ୍ରମ କରିଛି ଦଳର ଶିରା ସବୁ କଥା ଜାଣିଛି ଦଳର ବିଭିନ୍ନ ପ୍ରସଙ୍ଗ ସାଂସଦ ଫେରିମୋନଙ୍କ ଉପରେ ଭରସା ରଖି ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଯାଇଛି ଦଳ ପ୍ରତି ଘର ଦ୍ୱାର ସମ୍ପତ୍ତି ବାଡ଼ି ସବୁ ଦିଆଯାଇଛି ଦଳ ପାଇଁ କିନ୍ତୁ ଦଳ ତା ବଦଳରେ ଯୋଉ ଭାବୁଥିବେ 2004ରୁ 9 ଟିକେଟ ମିଳିନି 9 ମସିହାରେ ଦଳ ଟିକେଟ ଦେଇଛି ସତ୍ୟ ଦଳ ପାଇଁ ବିଭିନ୍ନ ଜାଗା ରାଜ୍ୟରେ ବୁଲି ଅର୍ଗାନାଇଜେସନ କରିବା ଦଳ ପାଇଁ ଅର୍ଥ ଖର୍ଚ୍ଚ କରିବା ଘର ଦ୍ୱାର ସମ୍ପତ୍ତି ବିକ୍ରି କରିବା ଯେହେତୁ ଜଣେ ଆଇଡିଓଲୋଜି ଭିତରର ବ୍ୟକ୍ତିତ୍ୱ ବହୁତ କର୍ତ୍ତବ୍ୟ କରାଯାଇଛି ତେଣୁ ବିଭିନ୍ନ ସମୟରେ ଦଳକୁ ଦଳ ଯଦି ଭାବୁଥିବେ ଯେ ଆମେ ଟିକେଟ ଦେଇଛୁ ଦଳ ଟିକେଟ ଗୋଟିଏ ଟିକେଟ ବଦଳରେ ଦଳ ବହୁତ ରକ୍ତ ଶୋଷିଲା ଭଳି ଅତ୍ୟାଚାର ଯେଉଁମାନେ ଅଛନ୍ତି ପଛରେ ରହିଲେ ଯେଉଁମାନେ ନେତୃତ୍ୱଙ୍କ ପଛରେ ରହିଲେ ଯାହା ଅତ୍ୟାଚାର କରିଛନ୍ତି ବୋଧେ ଭାବୁଛି ଆପଣମାନଙ୍କୁ ବର୍ଣ୍ଣନା ସବୁ କଥା କରିପାରିବେ ନାହିଁ ଦଳ ମେ 29 ଦଳ ସିବିଆଇ ଦଳର କିଛି କୁଚକ୍ରୀ ତେଣୁ ସବୁ କଥା କହିଛି ଆଜି ସେ କଥା କହୁନାହିଁ ସେଦିନ ଯୋଉ ତଥ୍ୟ ରଖିଥିଲି ଯାଇ ନବୀନ ନିବାସ ଯାଇଥିଲି ଏବଂ କହିଥିଲି ଗୋଟିଏ ଦିଲ୍ଲୀରେ ଗୋଟେ ଟ୍ରଷ୍ଟ 1860 ହେଇଥିଲେ କିଛି କହିନଥାନ୍ତି 1882 ଆକ୍ଟରେ ଏ ସନ୍ତୃପ୍ତ ମିଶ୍ରଙ୍କର ନାମ ରହିଛି ଏ ଖବର କହିଦେଇଥିଲି ତରବରିଆ ଭାବେ ଯାଇ କହିଦେଇଥିଲି କିନ୍ତୁ ଯେତେବେଳେ ତଥ୍ୟ ଆସିନଥିଲା ଦର୍ପଣ ୱେବସାଇଟଟା ଯେତେବେଳେ ଜଣାପଡ଼ିନଥିଲା ଯେତେବେଳେ ଜାଣିଲି ସାଙ୍ଗେ ସାଙ୍ଗେ ଆପଣମାନଙ୍କୁ ଜଣାଇଥିଲି ତେଣୁ ସେଦିନ ଯୋଉ କଥା ରଖିଥିଲି ସେ କଥାର ସତ୍ୟାସତ୍ୟ ଥିଲା ସେଦିନ କିଛି କୁଚକ୍ରୀ ଏ ପ୍ରକାର ଭାବ କଲେ ଦଳରୁ ବହିଷ୍କୃତ କରେ 2012ରେ ବହିଷ୍କୃତ 2024ରେ ବହିଷ୍କୃତ ଏ କ'ଣ ଦଳର ଯୋଉମାନେ ନେତୃତ୍ୱ ନେଉଛନ୍ତି ତାଙ୍କଠାରୁ ଦଳ ପାଇଁ ବହୁ କର୍ତ୍ତବ୍ୟ କରିଛୁ ତେଣୁ ମୋର କହିବା କଥା ହେଉଛି ଯୋଉ ନାଁଟି କହିଥିଲି ତାହା ଆପଣମାନଙ୍କୁ ଜଣାଇ ଦେଇଛି ତଥ୍ୟ ପ୍ରମାଣ ସବୁ ଦର୍ପଣ ୱେବସାଇଟରେ ସବୁ କଥା ରହିଛି ଆପଣମାନେ ଓଡ଼ିଶାବାସୀକି ଜଣାଇ ଦେଇଛନ୍ତି ପ୍ରତ୍ୟେକଟି ବିଜୁ ଜନତା ଦଳର କର୍ମୀ ସମସ୍ତେ ଜାଣିଛନ୍ତି ତେଣୁ ମୋର ଏବେ କହିବା କଥା ରହୁଛି ଯେ ଯେଉଁଭଳି ଭାବରେ ଆମ ପ୍ରତି ଯୋଉ ଅବିଚାର କରାଯାଇଛି ଯେଉଁଭଳି ଭାବରେ ଦଳରୁ ବହିଷ୍କାର କରାଯାଇଛି ସେଇଭଳି ଭାବରେ ଯୋଉ କଥା କହିଥିଲି ତାହା ସତ୍ୟ ପ୍ରମାଣିତ ହେଲା ଏବଂ 14 ଜଣ ବିଧାୟକ ଆସିଥିଲେ ସେ ମଧ୍ୟ ଏଠି ମତେ କଥା ରଖିଥିଲେ ତାପରେ 5 ଜଣ ବିଧାୟକ ମଧ୍ୟ ଆସିଥିଲେ ପ୍ରାୟ 19 ଜଣ ବିଧାୟକ ଆସିଥିଲେ ସମସ୍ତଙ୍କୁ କହିଥିଲି ଦେଖନ୍ତୁ ଯୋଉ କଥା କହିଥିଲି ଟ୍ରଷ୍ଟ କଥା ତାକୁ ଟିକେ ପଚାରି ଦିଅନ୍ତୁ ଡାକି ଯେ ପ୍ରକୃତରେ ଟ୍ରଷ୍ଟ ସେମାନେ କରିଛନ୍ତି ନା ନାହିଁ ବିଶେଷ କରି ସନ୍ତୃପ୍ତ ମିଶ୍ର ଅଛନ୍ତି କି ନାହିଁ ପରେ ଜାଣିଲି ଏବେ ଆସିଲା ପରେ 2 ଦିନ ତଳେ ଜାଣିଲି କାର୍ତ୍ତିକ ପାଣ୍ଡ୍ୟାନ ସଭାପତି ଅଛନ୍ତି ବୋଲି କିନ୍ତୁ ସେମାନଙ୍କୁ ମଧ୍ୟ ସ୍ପଷ୍ଟ କରିଥିଲି ଯାଇ ପଚାରନ୍ତୁ ଦଳର ସଭାପତି ସେମାନେ ସମସ୍ତେ ଯାଇ ଦଳର ସଭାପତିଙ୍କୁ ପଚାରିଥିଲେ ଦଳର ସଭାପତି ସନ୍ତୃପ୍ତ ମିଶ୍ରଙ୍କୁ ଡାକିଥିଲେ ପଚାରିଲେ ଦିଲ୍ଲୀରେ କ'ଣ କିଛି ଟ୍ରଷ୍ଟ କରିଛ କି ସଭାପତିଙ୍କୁ ମଧ୍ୟ ସେ ସ୍ପଷ୍ଟ ମନା କରିଦେଇଥିଲେ କିଛି ନାହିଁ ଯେ ପ୍ରଭାତ ବାବୁ ଯାହା କହୁଛନ୍ତି ମିଥ୍ୟା କଥା କହୁଛନ୍ତି ଅସତ୍ୟ କଥା କହୁଛନ୍ତି ପରେ ଆପଣ ଏଇ ଦର୍ପଣ ୱେବସାଇଟରୁ ଆପଣମାନେ କାଢିଲେ ମୋ ପାଖରେ ମଧ୍ୟ ନଥିଲା କହିଦେଲି ଆପଣଙ୍କୁ ଯେହେତୁ କହିଥିଲେ ଦେଖିଥିଲି କାର୍ଯ୍ୟକ୍ରମ ଗୁଡ଼ିକ
आपण माने एठी काढिले आपण मानको एठी दर्पण वेबसाइट आपण माने काढिथिले आपण माने वेबसाइट रो देखिले प्रकृत सत्य आसिला सत्य प्रकाशित हैला यदि सत्य प्रकाशित हेछि से भद्र व्यक्ति निजे कहवा कथा जे प्रकृत रे कोन करिसंती तांको मोबाइल नंबर तांको ईमेल आईडी एवरीथिंग रहिछि तेनु सेभଳି जने व्यक्तित्व को तांकर उद्देश्य कोन थिला ओडिसा रे बहु सब रजिस्टर ऑफिस अछि ओडिसा रे बहु बैंक अछि दिल्ली रे गुटे सब रजिस्टर ऑफिस रे ए प्रकार रजिस्ट्रेशन करिबा एवं दिल्ली रे सेवा करिवार जो लक्ष्य रे कार्यक्रम करिबा व्हाट इज द इंटेंशन से इंटेंशन तक से स्पष्ट कर देबा दरकार अछि से चुप थिले एबे हटा संतृप्त नार कहउछन इलेक्शन एबे कोन कहली सेही दिन आसी कहिथिली जो दिन खबर पाइली जने एडवोकेट बंधु दिल्ली रु कहिथिले सेही दिन आसी आसिली बारिपदा रु फेरिला भितर आसी तरवरिया भाबे जाई कहिछि से दिन भी कहउछे से दिन से जागा नथिला जो कहबा पई एटा भी स्पष्ट करूछि कि देखिली एते बेले दलर ए प्रकार गोटा होउछि निश्चित भाबरे ओडिसा भाषी ए कथा क्षमा देबेनी बिजु नवीन नारे ट्रस्ट ए कथा ओडिसा भाषी के क्षमा देबेनी सेति पई कहिथिली तेनु जो नियम प्रभात विश्वाल पई लागू करा गला बहिष्कार करागला एभଳି जने व्यक्तित्व पई आपण मानक जरिया रे दलर सभापति को मोर निवेदन रहिबो अंतत पक्षे सेही नियम संतृप्त मिश्रଙ୍କ ପାଇଁ लागू करा जाऊ ए प्रकार जो चिंताधारार व्यक्तित्व को दलर विभिन्न कर्मी राज्य रे अछंती दलर मध्य अर्थ राज्य रे बिजु जनता दलर बहुत कर्मी रहिछंती सेमानकर अर्थ अछंती मोर दाबी रहउछि तांको दलर मध्य बहिष्कार करा जाऊ आपण मानक माध्यम रे सभापति को मोर निवेदन संतृप्त मिश्रଙ୍କୁ दलर बहिष्कार करा जाऊ खाली वोट अछि से कैंडिडेट बीजेडी रो बहिष्कार करियो ए जदि मते गोटे दिन रे एक प्रकार करा गला तो से जदि एक प्रकार कार्यक्रम करिसंती तांको बहिष्कार करिवार असुविधा कोठी दल होछि सबटु बड़ यदि दल बड़ चिंता करा जाउछि दलर कार्यक्रम को के करा जाउछि अंतत सेति कथा करा जाउ जो विधायक माने वोट देबे तांको किछ कहब चाहिबे निश्चित भाव में समस्त विधायक बंधु मानकु मध्य अनुरोध रहिबो जे आपण माने समस्त निजे कन्सियस हुंतो समस्त बहु परिश्रम करछि जेते विधायक सेठी अछंती भाबुथिबे जदि प्रकृत रे जो भली भाबरे परिश्रम हैछि जो भली भाबरे दल सबु कलंक देहरे लगेछि केवल निष्ठापर जनसाधारण आशीर्वाद आज एते बाटकु नैछि ଏହା ହେଉଛି ସତ୍ୟ।